ସିଏ ବ୍ୟକ୍ତ, ସିଏ ଅବ୍ୟକ୍ତ, ସିଏ ତତ୍ତ୍ୱରେ ଯେତିକି, ସେ ତଥ୍ୟରେ ସେତିକି, ସିଏ ଶୂନ୍ୟ, ସିଏ ପୁଣି ପୂର୍ଣ୍ଣ, ସିଏ ଭକ୍ତିରେ ଯେତିକି, ସେ ଜ୍ଞାନରେ ସେତିକି। ସରସ୍ୱତୀ ଆନନ୍ଦର ମୂର୍ତ୍ତିମନ୍ତ ପ୍ରତୀକ ଜଗନ୍ନାଥ ମହାପ୍ରଭୁ ଏ ନୀଳାଚଳରେ ଏ ରୂପରେ ବସିଲେ କାହିଁକି? ତାହେଲେ ଇଏ କଣ ମୋର? ଏଇନେ କହୁଥିଲେ ମୋର ଭାଇ ଯୋଉ ଶାଢୀ ବଲା ସେ ଜଗନ୍ନାଥଙ୍କର ବାନା ସେ ବଜେଇ ପାରୁଛନ୍ତି, ତାଙ୍କୁ ରାମାନନ୍ଦୀ କହିଲେ ଆମର, ତୁମେ ରାମ। ଆମ କୃଷ୍ଣ ଯିଏ ଯାହାର ଇଷ୍ଟ ସେ କହିଲେ ତୁମେ କୃଷ୍ଣ। ଶାକ୍ତ ଯିଏ ସିଏ କହିଲେ ତମେ ସ୍ୱୟଂ ଦକ୍ଷିଣ କାଳୀ। ସବୁ ପ୍ରମାଣ 10-15 ମିନିଟ୍ ଭିତରେ ଗାଣପତି ଆସିଲେ ସିଏ କହିଲେ ତମେ ଗଣେଶ। ଶୈବ ଆସିଲେ କହିଲେ ତମେ ଶିବ। ବୈଷ୍ଣବ ଆସିଲେ କହିଲେ ତମେ ବିଷ୍ଣୁ। ତାହେଲେ ପ୍ରଭୁ ସୌର ଆସିଲେ କହିଲେ ତମେ ସୂର୍ଯ୍ୟ। ଜଗା କହିଲା ସମସ୍ତଙ୍କର, କିନ୍ତୁ ମୁଁ କାହାର ମୂଳରେ? ତାହେଲେ ଜଗା ତୁ କାହାର? ନା ସମସ୍ତେ ମୋର, ମୁଁ ସମସ୍ତଙ୍କର, କିନ୍ତୁ ମୁଁ ପ୍ରକୃତରେ କାହାର ଜାଣିଛ ନା ତମେ କାହାର? ଆଜିର 15 ମିନିଟ୍ ଭିତରେ ପ୍ରମାଣ ଦବା ଏ ସର୍ବମୟ ଜଗନ୍ନାଥ ମହାପ୍ରଭୁ କାହାର? ଆସ। ତାହେଲେ ନୀଳାଚଳ ଚୂଡ଼ାରେ ଜଗନ୍ନାଥ ମହାପ୍ରଭୁ ଯୋଉ ବସିଛନ୍ତି, ୟା ପୂର୍ବରୁ ସେ କଣ ଥିଲେ? ସ୍କନ୍ଦ ପୁରାଣ ଅନ୍ତର୍ଗତ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ, ଯାହାକୁ ପୁରୀ ରାଜା ବର୍ତ୍ତମାନ ସମସ୍ତଙ୍କୁ ଟ୍ରେନିଂ ଦେଇ, ମୁଁ ଯଦି ଆମର ଚାକିରି କ୍ଷେତ୍ରରେ ସମୟ ନ ପାଇବି ମୁଁ ଟ୍ରେନିଂ ନେଇପାରିବି, କିନ୍ତୁ ଯୋଉମାନେ ନେଇଛନ୍ତି ତାକୁ ଶୁଣି ଶୁଣି ବହି ପଢି ପଢି ଗୁରୁ କୃପା, ସାଧୁ କୃପା, ଜଗନ୍ନାଥଙ୍କ କୃପାରେ ଆମେ ଆଧାର କରିଛେ କଥା। କଣ କହିଲେ? ଜୈମିନୀ ପ୍ରଶ୍ନ ପଚାରୁଛନ୍ତି, ସମୟ ସ୍ୱରୂପ ତା ଭିତରେ ପଶିବିନି, କିନ୍ତୁ କହିଲେ ଏ ପୁରୁଷୋତ୍ତମ କ୍ଷେତ୍ରଟି କେମିତି? ଇଏ ପୁରୁଷୋତ୍ତମ କ୍ଷେତ୍ରରେ କ୍ଷେତ୍ରାଧିପତି ଇଏ କିଏ? ଇଏ କେମିତି ନୀଳମାଧବରୁ ଇଏ କଣ ହେଲେ? ଜଗନ୍ନାଥ ମହାପ୍ରଭୁ ହେଲେ। ମନେ ରଖନ୍ତୁ, ଇନ୍ଦ୍ରଦ୍ୟୁମ୍ନ ମହାରାଜ ପ୍ରଥମେ ଏ କ୍ଷେତ୍ରରେ କିଏ ଆସିଲେ? ନା ସର୍ବକ୍ଷେତ୍ରାଣ ରାଜା ଶ୍ରୀ ପୁରୁଷୋତ୍ତମ ସର୍ବେଶାନ୍ତି ସର୍ବଦେବାନନ୍ଦ ରାଜା ଶ୍ରୀ ପୁରୁଷୋତ୍ତମ। କ୍ଷେତ୍ର ମାନଙ୍କର ରାଜା ହେଲେ ପୁରୁଷୋତ୍ତମ କ୍ଷେତ୍ର। ତୀର୍ଥ ମାନଙ୍କର ରାଜା, ଦେବତା ମାନଙ୍କର ରାଜା ନା ମାନେ କିଏ କହିଲ? ଆମ ଜଗନ୍ନାଥ ମହାପ୍ରଭୁ। ସର୍ବେଶାନ୍ତି ସର୍ବକ୍ଷେତ୍ରାଣ ରାଜା ଶ୍ରୀ ପୁରୁଷୋତ୍ତମ, ସର୍ବେଶାନ୍ତି ସର୍ବତୀର୍ଥାନାଂ ରାଜା ଶ୍ରୀ ପୁରୁଷୋତ୍ତମ। ନା କୋଉ ତୀର୍ଥ ଆପଣମାନେ କହୁନଥିଲେ? ଆମେ ସବୁଆଡେ ଯାଉଛେ, ଆମେ କାଶୀ, ମଥୁରା, ବୃନ୍ଦାବନ, ଦ୍ୱାରିକା ସବୁଠିକି ଯାଉଛେ, କିନ୍ତୁ ସବୁ କ୍ଷେତ୍ର ଗୁଡାକ ଏକାଠି ହେଇଛନ୍ତି କୋଉଠି? ପୁରୁଷୋତ୍ତମ କ୍ଷେତ୍ରରେ। ଆପଣ ମାନେ ଯାଉଛନ୍ତି ମାଟି ଆଡେଇକି ଦେଖିଲେ କି କ୍ଷେତ୍ର ଗୁଡାକ କୋଉଠି? କହିବା କଣ ସମୟ ସ୍ୱରୂପ, ଯାହା ଦେଖୁଛେ ତାହା ସତ୍ୟ ନୁହଁ, ଯାହା ସତ୍ୟ ତାକୁ ଦେଖିପାରୁ। ଏ ଦେହଟାକୁ ଦେଖୁଛେ, ଇଏ ସ୍ୱର୍ଗ ଦ୍ୱାରକୁ ଯିବ। ଏ ଆତ୍ମାଟାକୁ ଦେଖିପାରୁନେ, ସିଏ ନା ପାଣିରେ ବୁଡ଼ିବ ନା ଅଗ୍ନିରେ ପୋଡ଼ିବ। ଶୁଦ୍ଧ ବୁଦ୍ଧ ନିତ୍ୟ ମୁକ୍ତ, ଯେ ଆମକୁ ଧରିକି ରଖିଛି। ଏ ନୀଳାଚଳରେ ଆପଣ ଗୋଡ଼ି ମାଟି ଦେଖୁଛନ୍ତି, ଏ ନୀଳାଚଳଟା ଗୋଡ଼ି ମାଟି ନୁହଁ। ଯେତେବେଳେ ବିଦ୍ୟାପତି ଆସିଥିଲେ ନୀଳାଚଳରେ ତାଙ୍କୁ ସମସ୍ତେ କେମିତି ଦିଶିଲେ ଜାଣିଛନ୍ତି କି? ସବୁ ଚତୁର୍ଦ୍ଧାମୂର୍ତ୍ତି ଲୋକମାନେ ଦିଶିଲେ। ଆଉ ମାଟି ଗୋଡ଼ି କଣ ଦିଶିଲା? ନା ଦେଖ ଏ ପୁଣ୍ୟ ନୀଳାଚଳ ସକଳ ତୀର୍ଥ ପରଆଳ, କାଶୀ ମଥୁରା ବୃନ୍ଦାବନ ଦ୍ୱାରିକା ଗୋଟିଏ ତୀର୍ଥ ଏ କ୍ଷେତ୍ରରେ ମହିମା କରିଲେ ନସରେ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ
ବୃନ୍ଦାବନ ମୁଁ ଗୀତ ବୋଲିକି ଆପଣଙ୍କୁ କହୁନି କଥାରେ କହିଲେ କାହୁ ଭିଆଇଲୁ କ୍ଷେତ୍ର ତୋହର সকল তীর্থঙ্ক মধ্য বাহার নাথরে ক্ষেত্রে স্থান বড় নাহি ব্রাহ্মণ সন্ন্যার এই যে সাম্যবাদ এই যে মানববাদ যে সমন্বয়বাদ যে একতাবাদ ভাইরা কোথাও আপনারা শিখছে এই শিক্ষিত সব জাতি সব ধর্ম সব সম্প্রদায় ସମସ୍ତଙ୍କର ଏକାକାର ହୋଇଛନ୍ତି ସମସ୍ତେ ଜଗନ୍ନାଥଙ୍କ ପାଖରେ ନିଜ ନିଜର ଇଷ୍ଟକୁ ଦର୍ଶନ କରିଛନ୍ତି ସିଏ ନିରାକାରବାଦୀ ହୁଅନ୍ତୁ ସିଏ ସାକାରବାଦୀ ହୁଅନ୍ତୁ ସିଏ ରାମାନନ୍ଦୀ ହୁଅନ୍ତୁ ସିଏ ଗୌଡ଼ୀୟ ହୁଅନ୍ତୁ ସିଏ ଶାକ୍ତ ହୁଅନ୍ତୁ ସିଏ ଶୈବ ହୁଅନ୍ତୁ ସିଏ ଦାନପତ୍ୟ ହୁଅନ୍ତୁ ସିଏ ଅନୁଗୁଳଚନ୍ଦ୍ରଙ୍କର କୃପା ପାଇଥାନ୍ତୁ କି ନିଗମାନଙ୍କର କୃପା ପାଇଥାନ୍ତୁ ସିଏ ଖ୍ରୀଷ୍ଟିଆନ ହୁଅନ୍ତୁ କି ସିଏ ମୁସଲମାନ ହୁଅନ୍ତୁ ସର୍ବେ ହୋଇବେ ଏକାକାର ନଥିବ ଭେଦ ଅବିଚାର ଗୋବିନ୍ଦ 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 ଏଇ ପ୍ରଶ୍ନ ଉଠିଥିଲା ବ୍ରହ୍ମାଙ୍କର ପାଦ୍ମ କଳ୍ପରେ ବ୍ରହ୍ମା ଯେତେବେଳେ ଭଗବାନଙ୍କର ନାଭି ପର୍ଯ୍ୟନ୍ତ ଉଠିଲେ କହିଲେ ମୁଁ ଖାଲି ଜନ୍ମ ହଉଥିବି ସୃଷ୍ଟି କରୁଥିବି ଟିକେ ଅନ୍ୟମନସ୍କ ହୁଅନ୍ତୁ ଟିକେ ଚିନ୍ତାରେ ଏ ସୃଷ୍ଟି ପ୍ରକ୍ରିୟାଟା ବନ୍ଦ କରିଦେଲେ ହବନି ଆଗକୁ କହିଲେ ଭଗବାନଙ୍କୁ ଚିନ୍ତା ତପସ୍ୟା ଭଗବାନ କହିଲେ କଣ କହୁଛ ନାଇଁ